ଶ୍ରୀମନ୍ଦିର ସହିତ ଜଡ଼ିତ 5ଟି ଗୁପ୍ତ କଥା ଆସନ୍ତୁ ଜାଣିବା। ଆମ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି ଯାହାକୁ କେହି ମଧ୍ୟ ଜାଣିନାହାନ୍ତି। ପୁରୀର ଶ୍ରୀମନ୍ଦିରରେ ଲୁଚି ରହିଥିବା ଗଭୀର ରହସ୍ୟ ବିଷୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ରୀମନ୍ଦିର ସାରା ଦୁନିଆରେ ପ୍ରସିଦ୍ଧ ଅଟେ। ଏହି ମନ୍ଦିର ମଧ୍ୟରେ ଅନେକ ଗୁଡ଼ିଏ ରହସ୍ୟ ରହିଛି ଯାହା ଏହି ମନ୍ଦିରକୁ ଅତ୍ୟନ୍ତ ରହସ୍ୟମୟ କରିଥାଏ। ଏହି ମନ୍ଦିରରେ ପ୍ରତ୍ୟେକ ଦିନ ଗୀତ ଗୋବିନ୍ଦ ପାଠ କରାଯାଏ। ଏହା ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମିଳନକୁ ନେଇ ରଚିତ ହୋଇଥିବା ଏକ ପୁସ୍ତକ। ଆରମ୍ଭରୁ ଏହି ପୁସ୍ତକକୁ କେହି ଗ୍ରହଣ କରିନଥିଲେ, କିନ୍ତୁ ଶେଷରେ ଭଗବାନ ଜଗନ୍ନାଥଙ୍କ ସ୍ୱପ୍ନାଦେଶ କାରଣରୁ ପ୍ରତ୍ୟେକ ଦିନ ଏହି ଗ୍ରନ୍ଥକୁ ଶ୍ରୀମନ୍ଦିରରେ ପାଠ କରାଯାଏ। ନମ୍ବର 2, କୁହାଯାଏ କି ଭଗବାନ ଜଗନ୍ନାଥ ପ୍ରାୟ 2 ଥର ଶ୍ରୀମନ୍ଦିର ଛାଡ଼ି ଶଗଡ଼ରେ ଯାତ୍ରା କରିଛନ୍ତି। ପୂର୍ବରୁ ହୋଇଥିବା ଇଂରେଜ ଶାସନ ସମୟରେ ଏବଂ ରକ୍ତବାହୁର ଆକ୍ରମଣ ସମୟରେ ଭଗବାନ ଶ୍ରୀ ଜଗନ୍ନାଥ ନିଜର ଭାଇ ଓ ଭଉଣୀ ସହିତ ଶ୍ରୀମନ୍ଦିର ଛାଡ଼ି ଚାଲି ଯାଇଥିଲେ। ଆଶ୍ଚର୍ଯ୍ୟଜନକ କଥା ଏହା ଯେ 2ଟି ଯାକ ପରିସ୍ଥିତିରେ ପ୍ରଭୁ ଶ୍ରୀମନ୍ଦିର ଛାଡ଼ିଲା ପରେ ସବୁର ଧନରତ୍ନ ଉଭେଇଯାଏ। ନମ୍ବର 3, ପାତାଳି ଜଗନ୍ନାଥ। ରକ୍ତବାହୁ ଆକ୍ରମଣ ସମୟରେ ପୁରୀର ମହାରାଜା ସହନଦେବ ଯାଜପୁରରେ ଥିବା ତାଙ୍କ ବନ୍ଧୁ ରାଜା ଜନ୍ମ ଜୟଦେବଙ୍କୁ ବାର୍ତ୍ତା ପଠାଇଥିଲେ କି ମହାପ୍ରଭୁ ସୁବର୍ଣ୍ଣପୁରରେ ରହିବାକୁ ସ୍ୱପ୍ନାଦେଶ ଦେଇଛନ୍ତି। ଏହି କଥାରେ ଯାଜପୁର ରାଜା ମଧ୍ୟ ରାଜି ହୋଇଯାଇଥିଲେ ଏବଂ ଶଗଡ଼ିରେ ଠାକୁରମାନଙ୍କୁ ମଧ୍ୟ ସୁବର୍ଣ୍ଣପୁରରେ ପହଞ୍ଚି ଯାଇଥିଲେ। କିଛି ଦିନ ପରେ ଠାକୁରମାନେ ପୂଜା ପାଇଛନ୍ତି କି ନାହିଁ, ରକ୍ତବାହୁ ପାଖକୁ ଖବର ପହଞ୍ଚିଗଲା ଯେ ଠାକୁର ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି। ସେ ଭାବିଲେ ସବୁ ଧନ ସମ୍ପତ୍ତି ସୁବର୍ଣ୍ଣପୁରରେ ଥିବ। ତାହା ଭାବି ସୁବର୍ଣ୍ଣପୁରକୁ ଆକ୍ରମଣ କରିବା ପାଇଁ ରକ୍ତବାହୁ ନିଷ୍ପତ୍ତି ନେଲା। ଗୁପ୍ତଚରମାନେ ଏହା ଜାଣି ଯାଜପୁରର ମହାରାଜାଙ୍କୁ ଏହି ଖବର ଦେଲେ। ତେବେ ରାଜା କିଛି ଉପାୟ ନ ପାଇ ଠାକୁରଙ୍କୁ ପାତାଳି କରିବାର ନିଷ୍ପତ୍ତି ନେଲେ। ଠାକୁର ସେହି ସମୟରୁ ହିଁ ପାତାଳି ହୋଇ ରହିଲେ। ନମ୍ବର 4, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମାଟି ତଳେ ଦୀର୍ଘ 144 ବର୍ଷ ଧରି ପାତାଳି ହୋଇ ରହିଥିଲେ। ବର୍ତ୍ତମାନ ସେହି ସ୍ଥାନର ନାମ ହେଲା ଖନପୁରର ଘଟସମଲେଇ। ମହାପ୍ରଭୁ ସେଠାରେ ରହି ନିଜର ଗୁପ୍ତ ଲୀଳା କରୁଥିଲେ। ପରବର୍ତ୍ତୀ ସମୟରେ ସୋମବଂଶୀ ରାଜା ଯଯାତି କେଶରୀ ଶଙ୍କରାଚାର୍ଯ୍ୟଙ୍କ ସହାୟତାରେ 3 ମୂର୍ତ୍ତିକୁ ଉଦ୍ଧାର କରିଥିଲେ ଏବଂ ଯାଜପୁରରେ ମୂର୍ତ୍ତିଗୁଡ଼ିକ ରଖି ହୋଇଥିବା କ୍ଷୟକ୍ଷତିକୁ ଭରପୂରଣ କରିଥିଲେ ଓ ସେବେଠାରୁ ହିଁ ଆରମ୍ଭ ହୋଇଥିଲା ନବକଳେବରର ପ୍ରଥା। ପରେ 3 ମୂର୍ତ୍ତିକୁ ପୁରୀ ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ। ଶଙ୍କରାଚାର୍ଯ୍ୟ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ମନ୍ଦିରରେ ଭଜନ କୀର୍ତ୍ତନ କରୁଥିଲେ। କିଛି ଦିନ ପରେ ଶଙ୍କରାଚାର୍ଯ୍ୟ ପୁରୀରେ ଏକ ମଠ ପ୍ରତିଷ୍ଠା କଲେ ଯାହାର ନାମ ହେଲା ଗୋବର୍ଦ୍ଧନ ମଠ। ଖାଲି ସେତିକି ନୁହେଁ, ଶଙ୍କରାଚାର୍ଯ୍ୟ ଆଉ 3ଟି ଧାମରେ ମଧ୍ୟ 3ଟି ମଠ ସ୍ଥାପନ କରିଥିଲେ ଯାହାର ନାମ ହେଉଛି ଜୟନ୍ତୀ ମଠ, ଶାରଦା ମଠ ଓ ଶୃଙ୍ଗେରୀ ମଠ। ଜୟନ୍ତୀ ମଠ ଉତ୍ତରାଖଣ୍ଡରେ ଅବସ୍ଥିତ, ଶାରଦା ମଠ ଗୁଜରାଟରେ ଓ ଶୃଙ୍ଗେରୀ ମଠ କର୍ଣ୍ଣାଟକରେ ଅବସ୍ଥିତ। ନମ୍ବର 5, ଧୈର୍ଯ୍ୟ ଯୋଗୁଁ ପ୍ରଥମେ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ, କିନ୍ତୁ ପରବର୍ତ୍ତୀ କାଳରେ ତା ସହିତ ରାଜା ଆଉ ଏକ ମନ୍ଦିର ନିର୍ମାଣ କରିଥିଲେ ଯାହାକି ଆଜିର ପୁରୀ ଶ୍ରୀମନ୍ଦିର ଅଟେ। ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିରକୁ ବ୍ରହ୍ମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କରାଇଥିଲେ। ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତି ଦେଖି ବହୁତ ଖୁସି ହୋଇଥିଲେ। ପରେ ବ୍ରହ୍ମଦେବଙ୍କୁ କହିଥିଲେ ଯେ ତାଙ୍କ ମନ୍ଦିରରେ ଏକ ବାନା ଲଗାଇବାକୁ, ଯାହା ସବୁଦିନ ପାଇଁ ପତିତପାବନ ବାନା ନାମରେ ଜଣାଗଲା। ଶେଷରେ ମହାପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ ଯେ କୌଣସି ବର ମାଗିବା ପାଇଁ। ତେବେ ଇନ୍ଦ୍ରଦ୍ୟୁମ୍ନ କହିଲେ, ପ୍ରଭୁ, ଯଦି ଆପଣ ବର ଦେବାକୁ ଚାହୁଁଛନ୍ତି, ହେଲେ ଏହି ବର ଦିଅନ୍ତୁ କି ଏଠି ପୁରୀ ଧାମରେ କେହି କେବେ ଭୋକିଲା ନ ରୁହନ୍ତୁ। ସେଥିପାଇଁ ଆପଣଙ୍କ ପାଖରେ ସକାଳ ଠାରୁ ନେଇ ରାତ୍ରି ପର୍ଯ୍ୟନ୍ତ ଏଠି 60 ପଉଟି ଭୋଗ ହେବ ଓ ସେହି ଭୋଗକୁ ଲୋକମାନେ ସେବନ କରି ନିଜ ପାପକୁ କ୍ଷୟ କରୁଥିବେ। ଏହା ଶୁଣି ପ୍ରଭୁ କହିଲେ, ତମେ ତ ମୋ ଖୁସି ପାଇଁ ବର ମାଗିଲ, ଏବେ ନିଜ ପାଇଁ କିଛି ମାଗ। ତେବେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ପ୍ରଭୁ, ଯଦି ମୋତେ ବର ଦେବାକୁ ଚାହୁଁଛନ୍ତି, ହେଲେ ଏହି ବର ଦିଅନ୍ତୁ କି ମୋ ପରେ ମୋ ବଂଶରେ ଆଉ କେହି ନ ରୁହନ୍ତୁ। କାହିଁକି ନା ମୋ ପରେ ବଂଶଜ ଯଦି ରୁହନ୍ତି, ହେଲେ ସେମାନେ ପରେ କହିବେ ଯେ ଏହା ଆମ ପିତୃପୁରୁଷଙ୍କ କୀର୍ତ୍ତି ଏବଂ ମନରେ ମଧ୍ୟ ଅହଙ୍କାର ଭାବ ଆଣିବେ, ଯାହାକି ସେ କେବେ ଚାହାନ୍ତି ନାହିଁ।